ଇତିହାସର ପୃଷ୍ଠାରେ ଭାରତ ଏବଂ ଚୀନର ସମ୍ପର୍କର ଏକ ଅଧ୍ୟାୟ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଅଛି, ଯାହା ସମୟ ସହିତ କ୍ଷୁର୍ଣ୍ଣ ହୋଇ ଚାଲିଛି। ଏହି ଭିଡ଼ିଓରେ ଡିସ୍କସନ୍ କରିବା 1947 ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ଥିବା ସମ୍ପର୍କ କିପରି ରହିଛି। ବନ୍ଧୁଗଣ, ଭାରତ ଏବଂ ଚୀନ ବିଶ୍ୱର ଦୁଇଟି ପ୍ରାଚୀନ ସଭ୍ୟତା, ଏସିଆ ମହାଦେଶର ଦୁଇଟି ଉଦୀୟମାନ ମହାଶକ୍ତି ଏବଂ ଭୌଗୋଳିକ, ସାଂସ୍କୃତିକ ତଥା ଇତିହାସ ଦ୍ୱାରା ଆବଦ୍ଧ ପଡ଼ୋଶୀ ରାଷ୍ଟ୍ର। 1947 ମସିହାରେ ଭାରତର ସ୍ୱାଧୀନତା ପରଠାରୁ ଏହି ଦୁଇ ରାଷ୍ଟ୍ରର ସମ୍ପର୍କକୁ ପୁରା ବିଶ୍ୱ ଦେଖିଛି। ସ୍ୱାଧୀନତାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଭାରତ ଓ ଚୀନ ଉଭୟ ରାଷ୍ଟ୍ର ଉପନିବେଶବାଦ ଶକ୍ତିକୁ ତ୍ୟାଗ କରିଥିଲେ ଏବଂ ଶାନ୍ତି ଓ ସହଯୋଗ ଉପରେ ଆଧାରିତ ଏକ ନୂତନ ବିଶ୍ୱର କଳ୍ପନା କରିଥିଲେ। 1954 ମସିହାରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଚୀନ ପ୍ରଧାନମନ୍ତ୍ରୀ ଜାଓ ଏନ୍ଲାଇ ପଞ୍ଚଶୀଳ ଚୁକ୍ତି ନାମାରେ ସ୍ୱାକ୍ଷର କରିଥିଲେ, ଯାହାଫଳରେ ହିନ୍ଦୀ ଚୀନୀ ଭାଇ ଭାଇର ସ୍ଲୋଗାନ ବନ୍ଧୁତାର ଆତ୍ମାକୁ ଆକର୍ଷିତ କରିଥିଲା। ଏଣ୍ଡୁଅ ରଙ୍ଗ ବଦଳାଇବା ଭଳି ଚୀନ ମଧ୍ୟ ନିଜ ରଙ୍ଗ ବଦଳାଇଲା। 1962 ମସିହାରେ ହିମାଳୟ ସୀମା ଦେଇ ଚୀନ ହଠାତ୍ ଆକ୍ରମଣ ଆରମ୍ଭ କଲା। ଭାରତୀୟ ସୈନ୍ୟ ସାହସର ସହିତ ମୁକାବିଲା କରି ପରାସ୍ତ ହୋଇଥିଲେ, ଯାହା ଭାଇଚାରାର ସମ୍ପର୍କକୁ ଭାଙ୍ଗିଥିଲା। ପରବର୍ତ୍ତୀ ସମୟରେ ଭାରତ ସୋଭିଏତ ୟୁନିୟନ ସହିତ ହାତ ମିଶାଇଲା, ଆଉ ଅନ୍ୟପଟରେ ଚୀନ ପାକିସ୍ତାନ ଏବଂ ଆମେରିକା ସହିତ ତା'ର ସମ୍ପର୍କକୁ ମଜବୁତ କଲା। 1967ରୁ 1987 ଏହି ମଧ୍ୟରେ ସୀମା ସଂଘର୍ଷ ଉତ୍ତେଜନାକୁ ବଜାୟ ରଖିଥିଲା। 1988 ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବେଜିଂ ଗସ୍ତ କରିବା ସମୟରେ ଏକ ନୂଆ ମୋଡ଼ ଆସିଥିଲା। ଉଭୟ ପକ୍ଷ ସୀମା ବିବାଦ ସମସ୍ୟାକୁ ଭୁଲି ସହଯୋଗର ହାତ ବଢ଼ାଇଥିଲେ, ଆଉ ପରବର୍ତ୍ତୀ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଚୀନ କନଫିଡେନ୍ସ ବିଲ୍ଡିଂ ମେଜର୍ସରେ ସ୍ୱାକ୍ଷର କରିଥିଲେ। ଏହାଦ୍ୱାରା ବାଣିଜ୍ୟରେ ବିସ୍ତାର ହୋଇଥିଲା ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ବୃଦ୍ଧି ପାଇଲା। 2000 ମସିହା ସୁଦ୍ଧା ଚୀନ ଭାରତର ସବୁଠାରୁ ବଡ଼ ଟ୍ରେଡିଂ ପାର୍ଟନର ହୋଇଯାଇଥିଲା। ନୂତନ ଶତାବ୍ଦୀର ଆରମ୍ଭ ସହିତ ଭାରତ ଓ ଚୀନ ଗୋଟିଏ ପଟେ ବ୍ରିକ୍ସ ଏବଂ G20 ଭଳି ଗ୍ଲୋବାଲ ଫୋରମରେ ଏକାଠି କାମ କଲେ, ଆଉ ଅନ୍ୟପଟେ ଚୀନ ଓ ଭାରତ ମଧ୍ୟରେ ଅବିଶ୍ୱାସର ସେତୁ ବାନ୍ଧିବା ଆରମ୍ଭ ହେଲା। ଚୀନର ବେଲ୍ଟ ଏଣ୍ଡ ରୋଡ୍ ଇନିସିଏଟିଭ୍, ପାକିସ୍ତାନ ସହିତ ଏହାର ଘନିଷ୍ଠ ସହଭାଗିତା ଏବଂ ଇଣ୍ଡିଆନ୍ ଓସେନ୍ରେ ଚୀନର ବିସ୍ତାରିତ ଉପସ୍ଥିତି ଭାରତକୁ ଚିନ୍ତିତ କଲା। ଏହି ସମୟରେ ଭାରତ କ୍ୱାଡ୍ ଗ୍ରୁପିଂ ମାଧ୍ୟମରେ USA, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ମିଶି ନିଜ ସମ୍ପର୍କକୁ ସୁଦୃଢ଼ କଲା। 2017 ମସିହାରେ ଡୋକଲାମରେ ଉତ୍ତେଜନା ବୃଦ୍ଧି ପାଇଥିଲା, ଆଉ ଡୋକଲାମ, ଯାହାକି ଭୁଟାନ ଚୀନ ଦ୍ୱାରା ଦାବି କରାଯାଇଥିବା ଏକ ମାଳଭୂମି, ଯେଉଁଠାରେ ପାଖାପାଖି 73 ଦିନ ଧରି ଉଭୟ ସେନା ମୁହାଁମୁହିଁ ହୋଇଥିଲେ। ଏହାପରେ 2020 ଜୁନ୍ ମାସରେ ଗଲୱାନ ଭ୍ୟାଲିରେ ହିଂସା ଦେଖାଦେଇଥିଲା ଏବଂ ଭାରତୀୟ ସୈନ୍ୟ ପ୍ରାଣ ହରାଇଥିଲେ। ବନ୍ଧୁଗଣ, ଆଜିର ସମୟରେ ଭାରତ ଚୀନ ସମ୍ପର୍କରେ ସେତେଟା ସୁଧାର ଆସିନାହିଁ ସତ, କିନ୍ତୁ ଚୀନ ଭାରତର ସର୍ବବୃହତ୍ ଟ୍ରେଡିଂ ପାର୍ଟନର ହୋଇ ରହିଛି। ଅନ୍ୟପଟରେ ଭାରତ ଚୀନ ସୀମାରେ ଉତ୍ତେଜନା ଜାରି ରହିଛି, କିନ୍ତୁ ବର୍ତ୍ତମାନ ଆମେରିକାର ମନମାନି ବ୍ୟାପାର, ଯାହାକି ଟାରିଫ ବୃଦ୍ଧିର ପ୍ରଭାବ ଭାରତ ତଥା ଅନ୍ୟାନ୍ୟ ଏସିଆ ମହାଦେଶର ଅନେକାଂଶ ଦେଶ ଉପରେ ପଡ଼ିଛି, ଯାହାଫଳରେ କି ଭାରତ, ଚୀନ, ରୁଷ ଇତ୍ୟାଦି ଏସିଓ ସମିଟ୍ରେ ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି। ଏହା ଭିତରେ ଭାରତ ଓ ଚୀନ ସମ୍ପର୍କରେ କିଛିଟା ସୁଧାର ଆସିଛି ଏବଂ ଦୁଇ ଦେଶ ଏକାଠି ମିଶି ସବୁ ସମସ୍ୟାର ସମାଧାନ ପାଇଁ ହାତ ମିଶାଇଛନ୍ତି। ଇଏ ଥିଲା ଭାରତ ଓ ଚୀନ ମଧ୍ୟରେ ଥିବା ସମ୍ପର୍କ, ଯାହାକି 1947 ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରହିଆସିଛି।